ସମସ୍ତଙ୍କୁ ଜୟ ମାତା କି। ଚାଲନ୍ତୁ ଆଜି ଶୁଣିବା ଧନତେରସ ବିଷୟରେ। ଧନତେରସରେ ପୂଜା ସାମଗ୍ରୀ କ'ଣ ସବୁ ଲାଗିଥାଏ ତାପରେ ଜାଣିବା। ଧନତେରସ ଦିନ କେଉଁଠାରେ ଦୀପ ଜଳାଇବା ତାପରେ ଜାଣିବା। ଘରର ମୁଖ୍ୟ ଦ୍ୱାରରେ କିପରି ଦୀପ ଜଳାଇବା। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶୁଣନ୍ତୁ। ଯଦି ପସନ୍ଦ ଆସିବ ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। ତାହେଲେ ଚାଲନ୍ତୁ ଶୁଣିବା। ପ୍ରଥମେ ଗଣେଶ ଭଗବାନଙ୍କର ଫଟୋ, ଲକ୍ଷ୍ମୀ ମାତାଙ୍କର ଫଟୋ, ଧନ୍ୱନ୍ତରୀ ଆଉ କୁବେରଙ୍କର ମଧ୍ୟ ଫଟୋ, ତାପରେ ଗଙ୍ଗାଜଳ, ତାପରେ ମାଟିରେ ତିଆରି 13ଟି ଦୀପ, ତାପରେ କପା ବା ସଳିତାରେ ତେଲ ଦେଇଥିବା ଦୀପ, ତାପରେ ଚୌକି, ତାପରେ ଲାଲ ୟା ପିଲା କପଡ଼ା, ତାପରେ ଆସନ, ତାପରେ ପାଣି ଭର୍ତ୍ତିଥିବା କଳସ, ତାପରେ ଘିଅ ଏବଂ ପଞ୍ଚାମୃତ, ତାପରେ ଚିନି ଆଉ ଗୁଡ଼, ତାପରେ ଅରୁଆ ଚାଉଳ, ହଳଦୀ, ଅକ୍ଷତ, କର୍ପୂର, ଧୂପ, ଅଗରବତୀ, ଫୁଲ ଆଉ ମାଲା, ମିଠାଇ, ଔଷଧି, ଝାଡ଼ୁ, ଧନିଆ, କୋଡ଼ି, ଲୁଣ ଆଉ ନୂଆ କିଣିଥିବା ପିତ୍ତଳ ସାମଗ୍ରୀ, ତାପରେ ଆରତି ପାଇଁ ଥାଳି। ଧନତେରସ ଦିନ ପୂଜା କରିବେ ତ ନିଜେ ବି କରିପାରିବେ, କିନ୍ତୁ ବ୍ରାହ୍ମଣ ବି ଡକାଇ ପାରିବେ। ଯେମିତି ଆପଣମାନଙ୍କର ସୁବିଧା ସେପରି ପୂଜା କରିପାରିବେ। ତାହେଲେ ଏବେ ଶୁଣିବା ଘରର ଦ୍ୱାର ମୁହଁରେ ଦୀପକୁ କିପରି ରଖିବେ। ଚାଲନ୍ତୁ ଶୁଣିବା। ଧନତେରସ ଦିନ ବା ପ୍ରାୟ ସବୁଦିନ ସନ୍ଧ୍ୟାକାଳେ ଘରର ମୁଖ୍ୟ ଦ୍ୱାରରେ ଦୀପ ଜଳାଇଲେ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ବୋଲି ମାନ୍ୟତା ଅଛି। ମାଟିର ଦୀପରେ ସୋରିଷ ତେଲ ଦେଇ ଯଦି ଦୀପ ଜଳାଇଲେ ବହୁତ ଶୁଭ ହୋଇଥାଏ। ଘରର ମୁଖ୍ୟ ଦ୍ୱାରରେ ଭିତର ଆଡ଼କୁ ମୁହଁ କରି ଠିଆ ହୋଇ ନିଜର ଡାହାଣ ହାତ ସାଇଡ଼ରେ ଦୀପକୁ ରଖିଲେ ଶୁଭ ହୋଇଥାଏ। ଦୀପକୁ ଉତ୍ତର କିମ୍ବା ପୂର୍ବ ମୁହଁ କରି ରଖନ୍ତୁ। ଦୀପରେ ଲାଲ କଲର ବାତି ଦେଇ ଦୀପ ଜଳାନ୍ତୁ। ମୁଖ୍ୟ ଦ୍ୱାରରେ ଯେତେବେଳେ ଦୀପ ଜଳାଇବେ ଦୀପରେ ବାତି ଲମ୍ବା ହେବା ଦରକାର। ଲମ୍ବା ଥିଲେ ବେଶୀ ସମୟ ସେ ଜଳିବ। ଜଳୁଥିବା ଦୀପ ତଳେ ପାତ୍ର କିମ୍ବା ଚାଉଳ ରଖି ଦୀପକୁ ରଖନ୍ତୁ। ଏହି ଧନତେରସ ଦିନ ଭଗବାନ ଧନ୍ୱନ୍ତରୀର ସାଙ୍ଗେ ଧନର ସ୍ୱାମୀ କୁବେରଙ୍କୁ ମଧ୍ୟ ପୂଜା କରାଯାଏ। ଧନତେରସ ଦିନ ସୁନା ବା ବର୍ତ୍ତନ କିଣିବାର କାହିଁକି ପରମ୍ପରା ଅଛି ଜାଣିବା। ସମୁଦ୍ର ମନ୍ଥନ ସମୟରେ ଧନ୍ୱନ୍ତରୀଙ୍କ ହାତରେ ସୁନାର କଳସ ଥିଲା, ସେଥିପାଇଁ ବର୍ତ୍ତନ ବା ସୁନା କିଣାଯାଇଥାଏ। ଧନତେରସ ତିଥି ମାନେ କାର୍ତ୍ତିକ କୃଷ୍ଣ ପକ୍ଷ ତ୍ରୟୋଦଶୀ ଦିନ ପୂଜା ହୋଇଥାଏ। ଲକ୍ଷ୍ମୀ ଆଉ କୁବେରଙ୍କୁ ମଧ୍ୟ ପୂଜା କରିବା ସାଙ୍ଗେ ଗଣେଶଙ୍କୁ ମଧ୍ୟ ପୂଜା କରାଯାଇଥାଏ। ତାପରେ ସନ୍ଧ୍ୟାରେ ସବୁଠୁ ପ୍ରଥମେ ଦକ୍ଷିଣ ଦିଗରେ ଅଟାରେ ତିଆରି ଦୀପରେ ସୋରିଷ ତେଲ ଦେଇ ସର୍ବପ୍ରଥମେ ଯମଙ୍କୁ ଦୀପ ଅର୍ପଣ କରାଯାଏ। ତାପରେ ଘରର ବାହାରେ ଅଲିଆ ଗଦା ପାଖରେ ଦକ୍ଷିଣ ଦିଗରେ ଦୀପ ଜଳାଇଲେ ଅକାଳ ମୃତ୍ୟୁର ଭୟ ନଥାଏ। 2ଟି ଦୀପ ଘରର ମୁଖ୍ୟ ଦ୍ୱାରରେ ଜଳାହୁଏ। ଏଥିରେ ଘରର ସକାରାତ୍ମକ ଊର୍ଜାର ସଞ୍ଚାର ହୋଇଥାଏ। 4 ନମ୍ବରରେ ଦୀପକୁ ତୁଳସୀ ମାତାଙ୍କଠାରେ ଜଳାଇ ଦିଆଯାଏ। ଏପରି କଲେ ଘରର ସୁଖ ଶାନ୍ତି ଏବଂ ସମୃଦ୍ଧି ଆସିଥାଏ। 5 ନମ୍ବରରେ ଦୀପକୁ ଛାତ ଉପରେ ଜଳାଇ ଦିଆଯାଏ। ଗୋଟିଏ ଦୀପ ଯଦି ଛାତ ଉପରେ ଦେଇ ଦିଅନ୍ତି ତାହେଲେ ରାହୁର ଦୁଃପ୍ରଭାବ ଶେଷ ହୋଇଯାଏ ଏବଂ ବାସ୍ତୁଦୋଷ ଦୂର ହୋଇଯାଏ। ଆଉ ବାକି ସବୁ ଦୀପକୁ ମନ୍ଦିର, ଖିଡ଼କି ଏବଂ ଘରର କୋଣମାନଙ୍କରେ ଜଳାଇଲେ ନକାରାତ୍ମକ ଊର୍ଜା ଦୂର ହୋଇଯାଇଥାଏ। ଏହିପରି 13ଟି ଦୀପକୁ ଜଳାଇ ସାରିବା ପରେ ଆଉ ବାକି ଯାହାବି ଦୀପ ଆପଣମାନେ ଲଗାଇ ପାରିବେ। ଲିଚୁ ଲାଇଟର ବି ଦୀପ ଜଳାଇ ପାରିବେ। ଘରକୁ ଯେମିତି ଚାହାନ୍ତି ଆପଣମାନେ ସଜାଇ ପାରିବେ। ଆଉ ମାତାଙ୍କୁ ପୂଜା କରି ଭୋଗ ପ୍ରସାଦ ବଣ୍ଟନ କରି ଖାଇପାରିବେ। ତାହେଲେ ଯଦି ଆଜିର ଭିଡ଼ିଓ ଆପଣମାନଙ୍କୁ ପସନ୍ଦ ଆସିଲା ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ, କାହିଁକିନା ଏହିପରି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ।
ତାହେଲେ ରହୁଛି ଜୟ ମାତା କି।